ସାଙ୍ଗମାନେ ଜୟ ଜଗନ୍ନାଥ ଗୁଡ଼ ଆଫ୍ଟରନୁନ୍। ସାଙ୍ଗମାନେ ସ୍ୱାଗତିକା ଭାଉଜ ଆମର କ'ଣ ଦେଖୁଛନ୍ତି ଦେଖିବା। ସାଙ୍ଗମାନେ ଦେଖନ୍ତୁ, ସ୍ୱାଗତିକା ଭାଉଜ ଗଛ ଲଗାଇଛନ୍ତି, ଡେଲି ଚେକ୍ କରୁଛନ୍ତି ଏବଂ ଏବେ କ'ଣ ଚେକ୍ କରୁଛନ୍ତି ଦେଖିନେବା। କ'ଣ ଦେଖୁଛ? ଗଛ ସବୁ ସାଇଜ୍ କରୁଛନ୍ତି ସ୍ୱାଗତିକା ଭାଉଜ। ସାଙ୍ଗମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଜି ଭାଉଜଙ୍କୁ ଦୁଇଟି ମଜାଦାର ସୁନ୍ଦର ଢଗ ଧମାଲ ପ୍ରଶ୍ନ ପଚାରିବି, ଯେ କି ହିସାବ ପତ୍ର ଉପରେ। ସାଙ୍ଗମାନେ ଭାଉଜ ଆଜି ବୋକା ବନିଯିବେ। ଦେଖନ୍ତୁ ସାଙ୍ଗମାନେ, ଭାଉଜ ଆମର ଗଛ ପୁରା ସାଇଜ୍ କରି ବାଗଉଛନ୍ତି। ଆଉ ଯେଉଁ କଲରା ଗଛ ଲଗେଇଛ କ'ଣ ଫଳିଲାଣି? କାଇଁ କାଇଁ ଆରେ ରେ କାଇଁ କଲରା? ଆରେ ରେ ସତରେ ଭାଉଜ, ଏଠି ଗୋଟେ ଓଳିଛି, ଆଉ କେଉଁଠି? କାଇଁ ହାତ ଦେଖ ଦେଖ ରେ ସାଙ୍ଗମାନେ, ଭାଉଜ କ'ଣ ଆଉ ଗୋଟେ କଲରା ଗଛ ଦେଖିଛ? ଆଉ ନାହିଁ ନା? ଆଉ ଅଛି ସେଠି ସେଠି ଦୁଇଟା ଅଛି। କେଉଁଠି? ଦେଖେ ଦେଖେ ଦେଖେ, ଜୁମ୍ କଲେ ଦେଖାଯିବ ବୋଧେ। କାଇଁ ଭିତରକୁ ରହିଯାଇଛି। ସାଙ୍ଗମାନେ ଦେଖନ୍ତୁ, ଭାଉଜ ଆମର କଲରା ଗଛ ଲଗାଇଛନ୍ତି, ଗଛଲତା ଚେକ୍ କରୁଛନ୍ତି ଏବଂ ଗଛରେ ଯେଉଁ ପନିପରିବାକୁ ରଖିଛି ପଚେଇକି ତାକୁ ଦେଉଛି। ମାନେ ଦେଲା ମାନେ ସେ ଗଛର ପୁଟିନି ହେବ ଏବଂ ଗଛ ବଢ଼ି ଚାଲିବ। ଦେଖନ୍ତୁ ସାଙ୍ଗମାନେ, ଭାଉଜ ଯେତେ ପନିପରିବା କାଟୁଛନ୍ତି ତାକୁ ଗୋଟେ ଡବାରେ ରଖୁଛନ୍ତି ଏବଂ ସିଏ କ'ଣ କରୁଛନ୍ତି, ଗଛ ମୂଳରେ ଦେଉଛନ୍ତି। ସାଙ୍ଗମାନେ, ଗଛ ଟିକେ ଭଲ ଭାବରେ ବଢ଼ିବ ଏବଂ ତା'ର ଶକ୍ତି ଆସିବ। ଯାହା ହେଉ ସାଙ୍ଗମାନେ, ଭାଉଜଙ୍କର ବୁଦ୍ଧି ବହୁତ। ସାଙ୍ଗମାନେ, ଆଗକୁ ବହୁତ କିଛି ଅଛି, ଆପଣମାନେ କେବେ ହେଲେ କାଟନ୍ତୁ ନାହିଁ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏବଂ ଏ କଥା ସବୁ ସରିଲା ପରେ ଭାଉଜଙ୍କୁ ପଚାରିବି ଆଜିର ଢଗ ଧମାଲ ପ୍ରଶ୍ନ, ଯେ କି ସୁନ୍ଦର, ବହୁତ ମଜା ଅଛି ହିସାବ ପତ୍ର ପରେ। ଭାଉଜ ଆଗେ ଗଛରେ ପାଣି ଦେଉଛନ୍ତି ଏବଂ ତା'ର ପ୍ରୋଟିନ୍ ଅଂଶ ଦେଉଛନ୍ତି। ଯେଉଁ ପନିପରିବା ଘରକୁ ଆସୁଛି ତାକୁ ଗୋଟେ ଡବାରେ ପୂରେଇକି ରଖୁଛନ୍ତି। ପଚିଲା ପରେ ତା'ର ସାର ଅଂଶ ହେଇଯାଉଛି, ଯେତେବେଳେ ଭାଉଜ ଦେଉଛନ୍ତି। ସାଙ୍ଗମାନେ, ଓହୋ ଭାଉଜ, ସ୍ୱାଗତିକା ଭାଉଜ, କାହିଁକି ଏମିତି ହେଉଛ? ଜଲ୍ଦି ଆସ ଜଲ୍ଦି ଆସ। ଭାଉଜ ହାତ ଧୋଇବାକୁ ଗଲେ, ଦେଖାଯାଉ ଘରକୁ ଟିକେ ବୁଲେଇ ଦେବା। ଦେଖନ୍ତୁ ସାଙ୍ଗମାନେ, ଭାଉଜ ହାତ ଧୋଇବାକୁ ଚାଲି ଆସିଲେ। ଏହି ସମୟ ଭିତରେ ଭାଉଜଙ୍କୁ କିଛି ପ୍ରଶ୍ନ ପଚାରିଦେବା। ଭାଉଜ ଆମର କ'ଣ ଉତ୍ତର ଦେବେ, ଖାଲି ଭିଡ଼ିଓଟିକୁ ଦେଖି ନିଅନ୍ତୁ ଶେଷ ପର୍ଯ୍ୟନ୍ତ, ମଜା ଆସିଯିବ। ଦେଖନ୍ତୁ ସାଙ୍ଗମାନେ କ'ଣ ଚେକ୍ କରୁଛନ୍ତି। ସାଙ୍ଗମାନେ, ଆଜିର ବହୁତ ମଜାଦାର ଢଗ ପ୍ରଶ୍ନ। କ'ଣ ଖୋଜୁଛ? ଘରେ ଖାଲି ଭାଉଜ ଖୋଜୁଛନ୍ତି, ଘରେ ଏ ଘର ସେ ଘର। କ'ଣ ଖୋଜୁଛ? କାଠ ନେଇକି ଗଲେଣି ଭାଉଜ। କ'ଣ କରିବେ ଦେଖନ୍ତୁ। ଆପଣମାନେ ଯଦି ଆକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ ତାହେଲେ ଜାଣିପାରିବେ କାଠ ଦ୍ୱାରା ଭାଉଜ କ'ଣ କରିବାକୁ ଯାଉଛନ୍ତି। ମୁଁ ଢଗ ପ୍ରଶ୍ନ ପଚାରିବି କ'ଣ, କିନ୍ତୁ ସୁନ୍ଦର ଭିଡ଼ିଓଟି ଭାଉଜ କରୁଛନ୍ତି। ତାଙ୍କ ନିତ୍ୟକର୍ମ ମୁଁ ଦେଖାଇ ଦେଇ ତାପରେ ଯାଇ ଯଦି ସୁବିଧା ହୁଏ ଆପଣମାନେ ସେଇ ସୁନ୍ଦର ଢଗ ପ୍ରଶ୍ନଟି ଆଣିଥିଲି ଦୁଇଟି ଜାଗାରେ ଗୋଟିଏ ନହେଲେ ପଚାରିଦେବି ଯଦି ସମୟ ହୁଏ। ତଥାପି ଦେଖାଯାଉ ଭାଉଜ କ'ଣ କରୁଛନ୍ତି, ଦେଖିଲା ବେଳକୁ ଭଲ ଲାଗୁଛି। ସେଥିପାଇଁ ଭିଡ଼ିଓ ପଚାରିବା ପାଇଁ ଢଗ ପ୍ରଶ୍ନ ସମୟ ମିଳୁନାହିଁ। ତଥାପି ଆପଣମାନେ ଭିଡ଼ିଓଟିକୁ ଦେଖନ୍ତୁ, ମଜା ନିଅନ୍ତୁ। ଦେଖନ୍ତୁ ଭାଉଜ ପୁରା ମାନେ କେମିତି ଏଠି ଦୁବ ଗଛ ଲାଗିଛି। ଦୁବ ଗଛ କାହିଁକି ଲଗେଇଛ? ପୂଜା ହେବ। ଆଉ ଯେଉଁ ଲଗେଇଥିଲ ଗୋଲାପ ଗଛଟି, ସେ ଗଛ ତ ଫୁଲ ସବୁ କ'ଣ ଛିଣ୍ଡିଗଲା? କ'ଣ ପୁଣି କଞ୍ଚିଲାଣି ନା କ'ଣ? ଆରେ କଢ଼ ବି ଆସିଗଲାଣି। ଆଉ କ'ଣ? ଭାଉଜ ମୋତେ କହିଲେ ସବୁ କାଟିଦିଅ, ସେ ନୂଆ ଆସିବ। ତାପରେ କିଛି ଦିନ ଆସିଲା ନା, ତ ମୁଁ ଭାବିଲି ଆଉ ହେବନି, ଇଏ କ'ଣ ଏମିତି ହେଇଗଲାଣି। ଦେଖିଲା ବେଳକୁ କଞ୍ଚିରିକି ଦେଖନ୍ତୁ ଗୋଲାପ ଫୁଲଟି ଟିକେ ଟିକେ କଞ୍ଚିରିକି ଆସିଲାଣି। ସାଙ୍ଗମାନେ, ଭାଉଜଙ୍କୁ ଏବେ ଯିବା ଘର ଭିତରେ ପ୍ରଶ୍ନଟି ପଚାରିବା, କାରଣ ସମୟ ହେଇଗଲାଣି। ଆପଣମାନେ ଅପେକ୍ଷା ରହିବେନି। ବସ ବସ, ଆଉ ପାରିବନି, ସରିଗଲା। ତାହେଲେ ଢଗ ପ୍ରଶ୍ନର ଉତ୍ତର ଦିଅ। ଯାହା ଯିବେ ଯିବେ ବାହାରକୁ, ଯିବେ ବାହାରୁ ଯାଇ ସେ କହିବେ, କାରଣ ଗଛ ତାଙ୍କ ଚେକ୍ ହେବାର ସରିନାହିଁ। ଯାହା ହେଉ ସାଙ୍ଗମାନେ, ଏଇଭଳି ଢଗ ଧମାଲ ପ୍ରଶ୍ନ ଦେଖନ୍ତୁ, ମଜା ନିଅନ୍ତୁ। ଆସ ଆମେ ହସିବା, ଅନ୍ୟମାନଙ୍କୁ ହସାଇବା। ଭାଉଜଙ୍କର ନିତ୍ୟକ୍ରମ ଚାଲିଛି। ଯାହା ହେଉ ଗଛକୁ ସାଇଜ୍ କରିଦେଉଛନ୍ତି। ଦେଖନ୍ତୁ, ମାନେ ଇଏ ହେଉଛି କଖାରୁ ଗଛ ନୁହଁ, ଫୁଲ ଫୁଟିଥିଲା, ନେଇକି ଭାଜା ସରିଲାଣି। ଆଉ ବାହାରକୁ ବି ପଳେଇଛି ନା କ'ଣ ସେପଟରେ? ସେପଟେ କେତେ ଲମ୍ବାଇ ମାଡ଼ିଗଲାଣି ରେ। ମୁଁ କ'ଣ ଦେଖିଛି? ଯାହା ହେଉ ଟିକେ ଟିକେ ମାଡ଼ିଗଲାଣି।
ଆଉ ଯାହା ହଉ ସମୟ ହେଇଗଲାଣି ଏବେ ଢଗ ପ୍ରଶ୍ନ ଉତ୍ତର ଦେବ କାମ ସରିଲା ନା ଆଉ ଅଛି କିଛି ବାକି ସାଙ୍ଗମାନେ ଅପେକ୍ଷା ରହିଲେଣି ଭାଇ ଏମିତି କେଉଁ ଢଗ ପ୍ରଶ୍ନଟି ପଚାରିବେ ଆମେ ଦେଖିବୁ ଏବଂ ତାର ଉତ୍ତର ଦେବୁ ବୋଲି ଅପେକ୍ଷାରେ ସାଙ୍ଗମାନେ ପୁରା ରହିଲେଣି ଆଉ ତମେ ତ କାମରେ ରହିଲଣି ବ୍ୟସ୍ତ ଦେଖନ୍ତୁ ସାଙ୍ଗମାନେ ଭାଉଜ ପୁରା ବ୍ୟସ୍ତ ଅଛନ୍ତି ଏଇ ପୋଇ ଗଛ ଦେଖନ୍ତୁ ନଟା ମାରିଗଲାଣି ହଁ ତା ଉପର ଛାଡ଼ିଦେବେ ସେ ଉପରକୁ ବଢ଼ି ବଢ଼ି ଚାଲିବ ନା କ'ଣ ସାଙ୍ଗମାନେ ଦେଖନ୍ତୁ ସାଙ୍ଗମାନେ ବହୁତ ସୁନ୍ଦର ଭିଡ଼ିଓଟି ଆଜି ବନିଗଲା ଯାହା ହଉ ସାଙ୍ଗମାନେ ଭାଉଜ ସବୁବେଳେ ନିତ୍ୟକର୍ମ କରନ୍ତି ମୁଁ ଭାବିନେଲି ଏଇ ଟାଇପ୍ର ଭିଡ଼ିଓଟି ଆଜି ଟିକେ ଆପଣମାନଙ୍କୁ ଦେଖେଇବି ଭାଉଜ କ'ଣ କରୁଛନ୍ତି ଡେଲି ମାନେ ଡେଲି କରୁଛନ୍ତି କିନ୍ତୁ ଆଜି ଇଚ୍ଛା ହେଲା ଏ ଭିଡ଼ିଓଟି ବନେଇବା ପାଇଁ ବନେଇଦେଲି ସାଙ୍ଗମାନେ କେମିତି ଲାଗିଲା ନିଶ୍ଚିନ୍ତ ଜଣାଇବେ ସାଙ୍ଗମାନେ ଆମେ ଜାଣୁ ସାଙ୍ଗମାନେ ଆମେ ଆଶା କରୁ ଆପଣମାନେ ଭଲରେ ଥାଆନ୍ତୁ ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖନ୍ତୁ ମଜା ନିଅନ୍ତୁ ଏଥିରେ କିଛି ଦେଖାଉଛି ଭାଉଜ ସବୁ କ'ଣ କରୁଛନ୍ତି ଭାଉଜ ଟିକେ ଏବେ ଖାଲି ହେଲେଣି ମୁଁ ଭାବୁଛି ପ୍ରଶ୍ନଟି ପଚାରିଦେବା ଭାଉଜ କ'ଣ ହିସାବ ଦେବେ ଗୋଟିଏ ପ୍ରଶ୍ନ ହେବ କାରଣ ସମୟ ହେଇଗଲାଣି ତାହେଲେ ଦେଖାଯାଉ ଭାଉଜ କ'ଣ ହିସାବ ଦେଉଛନ୍ତି ଦେଖ ଭଲ ଭାବରେ ହିସାବ କର କହିଲ ଦେଖି ଶୁଣ 12 କେଜି ଅମୃତଭଣ୍ଡାର ଦାମ 39 ଟଙ୍କା ହେଲେ 1 କୁଇଣ୍ଟାଲ ଅମୃତଭଣ୍ଡାର ଦାମ କେତେ ହେବ ସାଧା ପ୍ରଶ୍ନ ସାଙ୍ଗମାନେ ଭାଉଜ କ'ଣ ହିସାବରେ ରହିଥା ଭାଉଜ ସ୍ୱାଗତିକା ଭାଉଜ ମାନେ ହସିଲେଣି ମୁରିକି ହସ ମାନେ ପାଇବେନି ସାଙ୍ଗମାନେ ନ ପାରିଲେ କହିବାକୁ ପଡ଼ିବ ତୁମକୁ ସାଙ୍ଗମାନଙ୍କ ଉପରେ ତୁମକୁ ମାନେ ବିଶ୍ୱାସ ଦେଇ ସାଙ୍ଗମାନଙ୍କୁ ତୁମେ କହିବାକୁ ପଡ଼ିବ ମୋତେ ଟିକେ ହେଲ୍ପ କରନ୍ତୁ ବୋଲି ସେମିତି ହେଲେ ହେବନି ବୁଝିଲ ଶୁଣ 12 କେଜି ଅମୃତଭଣ୍ଡାର ଦାମ 39 ଟଙ୍କା ହେଲେ 1 କୁଇଣ୍ଟାଲ ଅମୃତଭଣ୍ଡାର ଦାମ କେତେ ହେବ ସାଙ୍ଗମାନେ ଆପଣମାନେ ଯଦି ଶେଷ ପର୍ଯ୍ୟନ୍ତ ଦେଖିଥିବେ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ପ୍ଲିଜ୍ ଏ ଭିଡ଼ିଓରେ କମେଣ୍ଟ ଲେଖିକି ଆପଣମାନେ ଦେଇଦିଅନ୍ତୁ ଆମେ ବହୁତ ଖୁସି ହେଇଯିବୁ କାରଣ 12 କେଜି ଅମୃତଭଣ୍ଡାର ଦାମ 39 ଟଙ୍କା ହେଲେ 1 କୁଇଣ୍ଟାଲ ଅମୃତଭଣ୍ଡାର ଦାମ କେତେ ହେବ ସାଙ୍ଗମାନେ ହେଇଥାନ୍ତା 39 ପୁରା ସାଙ୍ଗମାନେ ସେଇପାଇଁ ତ ଦେଖିବି ଭାଉଜ ଆମର କେତେ ତେଜ ଅଛନ୍ତି ଏଇଭଳି ଢଗ ଧମାଲ ପ୍ରଶ୍ନ ଶୁଣୁଛନ୍ତି ମଜା ନେଉଛନ୍ତି ଯାହା ହଉ ସାଙ୍ଗମାନେ ଏଇଭଳି ମଜାଦାର ଢଗ ପ୍ରଶ୍ନ ଶୁଣନ୍ତୁ ମଜା ନିଅନ୍ତୁ ଆଶା ଆମେ ହସିବା ଅନ୍ୟମାନଙ୍କୁ ହସାଇବା ଭାଉଜ ଆମର କ'ଣ ହିସାବ କରୁଛନ୍ତି ଦେଖନ୍ତୁ ଯାହା ସାଙ୍ଗମାନେ ଭାଉଜ ଆମର କହିପାରୁନାହାନ୍ତି ଆପଣମାନେ କ'ଣ ଭାଉଜକୁ ସାହାଯ୍ୟ କରିବେ ନାହିଁ ନିଶ୍ଚିନ୍ତ କରିବେ ଆପଣମାନଙ୍କ ସପୋର୍ଟ ନିହାତି ଆମ ପ୍ରତି ଅଛି ଭାଉଜଙ୍କର ସମୟ ଦରକାର କିନ୍ତୁ ଏତେ ସମୟ ଭାବିଲା ବେଳକୁ ଆମ ଭିଡ଼ିଓର ସମୟ ସରିଯିବ ସେଥିପାଇଁ ସାଙ୍ଗମାନେ ଆପଣମାନେ କମେଣ୍ଟରେ ଲେଖିଦିଅନ୍ତୁ ଆପଣମାନଙ୍କ ପାଇଁ ଆମ କମେଣ୍ଟ ବକ୍ସଟି ଖୋଲା ଅଛି ଯଦି ଆମ ଚ୍ୟାନେଲକୁ ନୂଆ ଆସିଥାନ୍ତି ପ୍ଲିଜ୍ ସାଙ୍ଗମାନେ ସବସ୍କ୍ରାଇବ୍ କରନ୍ତୁ ଅଲ୍ ନୋଟିଫିକେସନ୍ଟି ଅନ୍ କରିଦିଅନ୍ତୁ ଆପଣମାନଙ୍କ ପାଖରେ ସର୍ବପ୍ରଥମେ ଆମ ଭିଡ଼ିଓଟି ପହଞ୍ଚିଯିବ କାରଣ ୟୁଟ୍ୟୁବ୍ ସର୍ଚ୍ଚ କରି ଆପଣମାନଙ୍କ ପାଖକୁ ସର୍ବପ୍ରଥମେ ଆମ ଭିଡ଼ିଓଟିକି ପଠାଇଦେବେ ସାଙ୍ଗମାନେ ଏତିକି ରିକ୍ୱେଷ୍ଟ ରଖିଛୁ ଏ ପ୍ରଶ୍ନର ଉତ୍ତରଟି ଆପଣମାନେ ନିଶ୍ଚିନ୍ତ କମେଣ୍ଟରେ ଦେବେ ଏ ଆଶା ବିଶ୍ୱାସ ଆପଣଙ୍କ ପ୍ରତି ଆମର ରହିଥିବ ମଧ୍ୟ ଆମେ ଜାଣୁ ସାଙ୍ଗମାନେ ଆପଣ ଆମକୁ ଅନେକ କିଛି ସପୋର୍ଟ ଦେଇଛନ୍ତି ଭଲ ପାଇବା ଦେଇଛନ୍ତି ଆପଣଙ୍କ ଭଲ ପାଇବା ସେଇଭଳିଆ ଆମ ପ୍ରତି ଥାଉ ଆମ ଚ୍ୟାନେଲ ପ୍ରତି ରହିଥାଉ ଯାହା ହଉ ସାଙ୍ଗମାନେ ଭାଉଜ ଏବେ ପଳେଇବେ କାରଣ ପ୍ରଶ୍ନର ଉତ୍ତର ଦେଇନାହାନ୍ତି ତଥାପି ଆଶା କରିଛନ୍ତି ସାଙ୍ଗମାନେ ଦେବେ ଭାଉଜ ଖୁସି ଅଛନ୍ତି ଦୁଃଖ ପ୍ରକାଶ କରୁନାହାନ୍ତି କାରଣ ଏ ଭରସାଟି ଆପଣମାନଙ୍କ ଉପରେ ଅଛି ଭାଉଜ ଅବଶ୍ୟ ଟିକେ ସମୟ ନେଲେ କହିପାରିବେ କିନ୍ତୁ ସମୟ ଦେଉନାହାନ୍ତି ଭାଇ ତାହେଲେ ସାଙ୍ଗମାନେ ଆଜି ସମୟ ହେଇଗଲାଣି ଆମେ ଏବେ ରଖୁଛୁ ହିସାବ ପତ୍ର ପାଇବେନି ସେଇ ଲାଗି ଆମର ତ ଭାଇ ଟାଇମ୍ ଦେବେନି ଆଉ ମୁଁ ତ ଏତେ ଶୀଘ୍ର କହିପାରିବିନି ଆପଣମାନଙ୍କ ପାଇଁ ତ ଟାଇମ୍ ରହୁଛି ନା ନିଶ୍ଚିନ୍ତ ଭିଡ଼ିଓଟିକୁ ଦେଖି କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ ତାହେଲେ ସାଙ୍ଗମାନେ ଆଜି ସମୟ ହେଇଗଲାଣି ଆମେ ଏବେ ରହିବୁ ଆଗାମୀ ଢଗ ଧମାଲ ପ୍ରଶ୍ନକୁ ଅପେକ୍ଷାରେ ଖାଲି ରୁହନ୍ତୁ ସାଙ୍ଗମାନେ ଏବେ ଆମେ ରହିଲୁ ଜୟ ଜଗନ୍ନାଥ ନମସ୍କାର।